रावण को मारिबार सामर्थ्य रखिଥିବା ରାମକୁ ନିରସ୍ତ୍ର ସଦେଇ ଦେଇଛ ତମେ। ରାମଭଦ୍ର କୋଦଣ୍ଡ ଧନୁ ଛଡେଇ ନେଇଛ ତମେ। କଠୋର ଦିନ ଧରି ଚାଲିଥିବା ମହାଭାରତ ଯୁଦ୍ଧକୁ ଗୋଟାଏ ଦିନରେ ସାରି ପାରିବାର ଶକ୍ତି ରଖିଥିବା ବେଳାସନକୁ କଟା ମୁଣ୍ଡ ସଦେଇ ନିରଦ୍ରଷ୍ଟ ସଦେଇ ଦେଇଛ ତମେ। ଇଏ କେବଳ ମଲା ଶରୀରକୁ ଚାଲେ ହେଲେ ପ୍ରତିଶୋଧର ନିୟମ ନିଶକୁ ପ୍ରତି ମୁହୂର୍ତ୍ତରେ ଚାଲେ। ଯୋଉ ନିଆରାଜି 25 ବର୍ଷ ହେଲାଣି ତମ ଭାଇ ରାମ ଜଳୁଛି। ତମେ ତା ପଞ୍ଜୁରୀଟା ଖୋଲିଦିଅ ବାପା, ଦେଖିବ ତା ଛାତିରେ କରିଥିବା ବଜରଙ୍ଗ ବାଲିକ ଟାଟୁଟା ଅଟୋ ଆକ୍ଟିଭ ହେଇଯିବ। ଏଦିନ କହିଥିଲେ ରାମକୁ ବନବାସ ପଠେଇଲେ କ୍ଷତି କାହାର ହବନି, ମରିବ ଦଶରଥ। ସିଂହ ପତ୍ର ବେଡ଼ି ପକେଇଲେ ଶୃଗାଳ ମାନେ ରାଜା ବୋଲେଇବେ। ଏବେ ବି ସମୟ ଅଛି ଶାନ୍ତା, ଭଦ୍ରମଲ୍ଲିକି ମନେ ପକେଇ ଦିଅ। ସେ ପିଲାଦିନେ ସୂର୍ଯ୍ୟକୁ ପାଚିଲା ଫଳ ଭାବି କିଣି ପକେଇଥିଲେ। ସେ ଖାଲି ସାତ ସମୁଦ୍ର ନେଇ ଲଙ୍କାରେ ନିଆଁ ଲଗେଇଦେବନି, ରାବଣ ମରିବା ସୁନିଶ୍ଚିତ କରିଦେବ। ଫେରେଇ ଦିଅ ବାପା, ରାମର ଗାମୁଛା ତାକୁ ଫେରେଇ ଦିଅ। ଫେରେଇ ଦିଅ ଶାନ୍ତା, ରାମର ଗାମୁଛା ତାକୁ ଫେରେଇ ଦିଅ। ଫେରେଇ ଦିଅ ବାପା, ତା ଗାମୁଛା ତାକୁ ଫେରେଇ ଦିଅ। ଆମେ ତା ମୋର ଧୈର୍ଯ୍ୟ ଶୁଣିବାକୁ ଚାହୁଁ। ଗାମୁଛାଟା କାନ୍ଧରେ ପଡ଼ିଲେ ରାମ ରାମ, ହାତରେ ବାନ୍ଧିଲେ ପରଶୁରାମ। ଫେରେଇ ଦିଅ ବାପା, ରାମର ଗାମୁଛା ତାକୁ ଫେରେଇ ଦିଅ। ଫେରେଇ ଦିଅ ଶାନ୍ତା, ରାମର ଗାମୁଛା ତାକୁ ଫେରେଇ ଦିଅ। ଫେରେଇ ଦିଅ ବାପା, ତା ଗାମୁଛା ତାକୁ ଫେରେଇ ଦିଅ। ସେମାନଙ୍କ ଉପରେ ପ୍ରତିଶୋଧ ନେ ରାମ, ସେମାନଙ୍କ ଉପରେ ପ୍ରତିଶୋଧ ନେ। ତୁ ଆଜି ମୋ ଭାଇ ନୁହଁ, ତୁ ସେଇ ବୀର ପବନ ସୂତ୍ର ଯିଏ ସାତ ସମୁଦ୍ର ତେର ନଈ ପାର ହେଇ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କୁ ସୀତାମାତାକୁ ଉଦ୍ଧାର କରିବାରେ ସାହାଯ୍ୟ କରିଥିଲେ, ଯେ ସୁନାର ଲଙ୍କାପୁରୀକୁ ନିଆଁ ଲଗେଇ ଛାରଖାର କରିଦେଇଥିଲେ। ତୁ ସେଇ, ତୁ ମୋ ବଜରଙ୍ଗୀ। রাম 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 विद्या